ଅଛି ସେ ଆସି ଆମକୁ ନିମନ୍ତେ ଆଣିଥିବା ସେ ଆତ୍ମିକ ଖାଦ୍ୟକୁ ପରିବେଷଣ କରିବେ। Hallelujah. Praise the Lord. Hallelujah. परमेश्वरको आश्वासनाहरू महिमा हेरौँ। प्रभुଙ୍କର ଅସୀମ ଅନୁଗ୍ରହ ଏଣୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ଯଦି ଆମ୍ଭେମାନେ ଚିନ୍ତା କରିବା ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆମ୍ଭେମାନେ ଯେ ଆସିଅଛୁ, ଆମ୍ଭେମାନେ କ'ଣ ପ୍ରକୃତରେ ଯୋଗ୍ୟ ଅଟୁ କି? ମୁଁ ଗତକାଲି କହୁଥିଲି, God is primarily entirely holy. ପବିତ୍ରତାରେ ଯେ ସ୍ୱଭାବୀ ଅଟନ୍ତି। ହବକୁକ ଲେଖନ୍ତି, ଗୀତ ରଚକ ମଧ୍ୟ ଲେଖନ୍ତି, ତାହାଙ୍କ ଚକ୍ଷୁ ବନ୍ଦ ଦେଖି ନପାରେ, ତାହାଙ୍କ ଚକ୍ଷୁ ଅତ୍ୟନ୍ତ ନିର୍ମଳ ଅଟେ। ଆମମାନଙ୍କ ଜୀବନ କ'ଣ ସତରେ ନିର୍ମଳ? ତାଙ୍କ ଦୟାର କଥାକୁ ଯଦି ଚିନ୍ତା କରିବା, ବାସ୍ତବରେ ତାହା ବୋଧର ଅଗମ୍ୟ ଅଟେ, ବୁଝି ହୁଏ ନାହିଁ। कैसे बयान करूं ये महान प्रेम को, मुझ बेसहारे पर दिखाया है कैसे बयान करूं इंसान बदलते तू ना बदलता, परमेश्वरଙ୍କ ପ୍ରେମ ଏକ ବ୍ୟକ୍ତିଙ୍କ ହୃଦୟରେ ଯଦି ଆସିଯିବ, ସେହି ବ୍ୟକ୍ତି ତାଙ୍କ ସହିତ ଅଧିକ ସମୟ କ୍ଷେପଣ ନ କରି ରହିପାରିବ ନାହିଁ। ପ୍ରଭୁଙ୍କ ଲୋକମାନେ ହୃଦୟର ଗଭୀରରୁ परमेश्वर को धन्यवाद दूची। 100 वर्ष जाए से आम मान संभाली किंतु एक प्रश्न निश्चय मो मन उंकी मारुची,
ଆମମାନଙ୍କର ମହିଳା ସମିତିର କୁହନ୍ତୁ କିମ୍ବା ମଣ୍ଡଳୀର କୁହନ୍ତୁ, ଉତ୍ସବର ଯୋଉ ବର୍ଷ ପରେ ବର୍ଷ ବିତି ଯାଇଛି, ଅନ୍ୟ ଶବ୍ଦରେ ଗ୍ରୋଥ କରିଛି। ଆମମାନଙ୍କ ଆତ୍ମିକ ଜୀବନ କଣ ସେହି ପରିମାଣରେ ବଢିଅଛି କି? It's a very important question to ask. ଆମେମାନେ କଣ ମଣ୍ଡଳୀର ବୟସ ଅନୁସାରେ ଆତ୍ମିକ ଭାବରେ ବୃଦ୍ଧି ପାଉଛୁ କି? କଣ ପରମେଶ୍ୱରଙ୍କ ପୁତ୍ର ବାଳକ ବାଳିକା ମାନଙ୍କୁ ନେବା ନିମନ୍ତେ ଆସୁଛନ୍ତି? ପୂର୍ଣ୍ଣ ବୟସ୍କ ମଣ୍ଡଳୀକୁ have we grown in our spirituality? ବଢିଲୁଣି କି? ବୟସ ହୁଏତ ଅଧିକ ହୋଇଥିବ, ଶାରୀରିକ ଭାବେ ଆତ୍ମିକ ଅବସ୍ଥା ଆଜି କି ପ୍ରକାର ଅଛି? ପ୍ରଭୁଙ୍କ ଲୋକମାନେ, ଆଜି ଯଦି ଆମ୍ଭେମାନେ ଯେଉଁ ପରିମାଣରେ ଗ୍ରୋଥ କରିବାର କଥା ତାହା କାହିଁ ନା କାହିଁ କରିନାହୁଁ। Look at the benches. କେତେ ଗଭୀର ଦୁଃଖର କଥା। 50% ଖାଲି ଅଛି। Is it a sign of growing? ଏହା କଣ ଚିହ୍ନ ଅଟେ? କଣ ଶିଖିଲୁ ଆମେ? କେଉଁ ପ୍ରକାର ଜୀବନ ଆମେ ପ୍ରଦର୍ଶନ କରାଉଛେ? ହୁଏତ 10ଟା ବେଳେ ମୋର ଟାଇମ ଥିଲା, ମୁଁ ଠିକ ଅଛି, କିନ୍ତୁ ଲୋକଙ୍କ ଅନୁପସ୍ଥିତ ସକାଶେ ତାହାକୁ ଧୀରେ ଧୀରେ ବଢାଇ ଦିଆଗଲା। ଭଲ, ତଥାପି ଲୋକେ ନାହାନ୍ତି। ଏ ସ୍ପଷ୍ଟ କରୁଛି କାହିଁ ନା କାହିଁ ଆମେ ଶିଥିଳ ଅବସ୍ଥାରେ ଅଛୁ। ପାଣିପାଗ ଥଣ୍ଡା ହେଲେ ସିନା ଠିକ କଥା, ଆତ୍ମିକ ଶରୀର ଥଣ୍ଡା ହେଲେ କିପରି ହବ? ଆଉ କେତେ ବର୍ଷ ପ୍ରଭୁ ଆମମାନଙ୍କୁ ଦେବେ? କୁହାଡ଼ି ଲାଗିଛି। ଆଜି ପ୍ରେମ ନାହିଁ ବୋଲି ଆମମାନଙ୍କ ଜୀବନରେ ଗ୍ରୋଥ ନାହିଁ। ପ୍ରଭୁଙ୍କ ଲୋକମାନେ କିପରି ପ୍ରେମ ଆସିଲେ ଗ୍ରୋଥ କିପରି ଆସିବ? ଶୁଣନ୍ତୁ, ପଦେ କହି ଆଗକୁ ବଢିବି। ମୁଁ ମନେ କରନ୍ତୁ ମନେ କରନ୍ତୁ ରଥଶାଳକୁ ମୁଁ ବହୁତ ଭଲ ପାଉଛି। ମନେ କରନ୍ତୁ ବହୁତ ହି ଭଲ ପାଉଛି, କିନ୍ତୁ ରଥଶାଳକୁ ମାସ ମାସ ବିତି ଯାଉଛି, ମୁଁ କଲ୍ ବି କରୁନାହିଁ, ମେସେଜ ବି କରୁନାହିଁ, ସାକ୍ଷାତ ବି କରୁନାହିଁ, ଦେଖା ଦେଖି ମିଳନ କିଛି ନାହିଁ। Do I really love him? ଏହାକୁ କଣ ପ୍ରେମ କୁହାଯିବ? ଆଜ୍ଞା ମନେ କରନ୍ତୁ ମୁଁ ରଥଶାଳକୁ ପ୍ରେମ କରୁଅଛି, ତେବେ ମୋର ମନ ବ୍ୟାକୁଳ ହବ କିପରି ମୁଁ ତାଙ୍କୁ ଟିକେ ସାକ୍ଷାତ କରିବି, କିପରି ତାଙ୍କ ସହିତ ଅଧିକ ସମୟ ଭ୍ରମଣ କରିବି। এই ପରିପ୍ରେକ୍ଷୀରେ ଯଦି ଆମେ ପଚାରିବା ନିଜକୁ, do I really love God? What is love? ତାଙ୍କୁ ନ ଦେଖିଲେ, ତାଙ୍କ ରୋଗ ନ ଶୁଣିଲେ, ତାଙ୍କ ନିକଟକୁ ନ ଗଲେ, ତାଙ୍କ ସହିତ ସାକ୍ଷାତ ନ କଲେ, ତାଙ୍କୁ ନ ଦେଖିଲେ ମୁଁ କେମିତି ହେଇଯିବା କଥା? ମିଟିଂ ଏଠି ବାକ୍ୟ ପ୍ରଚାର ଚାଲିଛି, ବାହାରେ କଥାବାର୍ତ୍ତା ଏଚେ ଜୋର ହଉଛନ୍ତି, ଏଠିକୁ ଶୁଭାଯାଉଛି। କେତେ ଦୁଃଖର କଥା, କେତେ ଦୁଃଖର କଥା। ଦେଖନ୍ତୁ, ଏତେ ପ୍ରାୟୋରିଟି ଈଶ୍ୱରଙ୍କ ବାକ୍ୟ ପାଇଁ କାହିଁକି ଆମେ ଏମିତି ହେଇଛୁ? ଏହା କଣ ପ୍ରସ୍ତୁତିର ମଣ୍ଡଳୀ ବୋଲି କୁହାଯାଇ ପାରିବ କି? ମତେ ଯଦି କଷ୍ଟ ଲାଗୁଛି, ପରମେଶ୍ୱରଙ୍କୁ କେତେ ଲାଗୁଥିବ? ଆଜ୍ଞା ରକ୍ତ ଦେଇଛନ୍ତି, ପ୍ରାଣ ଦେଇଛନ୍ତି, ମାଡ଼ ଖାଇଛନ୍ତି, କଣ ଆମକୁ ଅବନତି ଅବସ୍ଥାରେ ଦେଖିବ ଭାଇ? ଆମ
ଆମର ଏପରି ଅବସ୍ଥାରେ କୌଣସି ସନ୍ତୁଷ୍ଟ ଅଛନ୍ତି? ଆମକୁ ନିମ୍ନ ଅବସ୍ଥାରେ ଦେଖି କୌଣସି ଖୁସି ହଉଥିବେ? ଆମେ କିଏ ଥିଲୁ ଯେ ସେ ଆମ ପାଇଁ ରକ୍ତ ବୁହାଇବେ? ମତେ ଏମିତି ଲାଗେ ସତେ ଯେପରି ମୁଁ ନ ଗଲେ ସ୍ୱର୍ଗ ରାଜ୍ୟ ଅଧୁରା ହେଇଯିବ। Why Jesus shed his entire blood on the cross of Calvary? କାହିଁ ସେ ଆମର ସମସ୍ତ ରକ୍ତ ବୁହାଇଲେ? For me, ମୋ ପାଇଁ ଆଜ୍ଞା। ଆମେ ଆକୁ କେତେ ପର୍ସନାଲି ନେଇଛୁ? एक गोटिए विषय प्रभु मते जानिबा ପାଇଁ ଦେଲେ ଯେବେ ମୁଁ ଜବ୍ କୁ ରିଜାଇନ୍ କଲେ, ବାବୁ ମୁଁ ତ te ପର୍ସନାଲି ଭଲ ପାଉଛି। Think about it. That one word revolutionized my life completely. ଆପଣଙ୍କୁ କୌଣସି ବିଷୟ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିବ ନାହିଁ ଆପଣଙ୍କ ଜୀବନରେ। Accept love of God. କାହିଁକି ବୋଲି କହିଲେ ମୁଁ ଯଦି ପ୍ରେମ କରୁଛି ମୋ ହୃଦୟ ଖୋଜିବ ତାଙ୍କୁ, ଆକ୍ଟିଂ କରିବି ନାହିଁ। ପ୍ରେମ ଆକ୍ଟ କରେ ନାହିଁ। ପ୍ରେମରେ ଆକ୍ଟିଂ ନଥାଏ, ତା ଅଟୋମେଟିକ୍ ଅଟେ। ହୃଦୟ ଖୋଜିବ, ମନ ଖୋଜିବ, ଚିନ୍ତା ଭାବନାରେ ସେ ହିଁ ଥିବେ। ଆମର ଚିନ୍ତାରେ ଭାବନାରେ ଆଜି କିଏ? କହିଲେ ପ୍ରେମ ନାହିଁ, ତେଣୁକରି ଗ୍ରୋଥ ନାହିଁ। କିପରି? ଯଦି ପରମେଶ୍ୱରଙ୍କୁ ମୁଁ ପ୍ରେମ କରିଥାନ୍ତି, ଯୀଶୁଙ୍କୁ ପ୍ରେମ କରିଥାନ୍ତି, ଆଜ୍ଞା ମତେ ଟିକେ ଉତ୍ତର ଦେବେ ଦୟାକରି। ରାତି 10ଟା 11ଟା ପରେ ଆପଣଙ୍କ ହ୍ୱାଟ୍ସଆପରେ ମେସେଜ ଆସିବ ଗୋଟେ 8-10 ଜଣଙ୍କର। ତନ୍ମଧ୍ୟରୁ ଆପଣ ଯାହାକୁ ବହୁତ ଭଲ ପାଉଛନ୍ତି ତାଙ୍କର ମଧ୍ୟ ଗୋଟେ ମେସେଜ ଆସିବ। ଆପଣ ଶୋଇଯାଇଛନ୍ତି, ମର୍ଣ୍ଣିଂରେ ଉଠିଲେ, ମର୍ଣ୍ଣିଂରେ ଉଠିଲା ପରେ ନୋଟିଫିକେସନ ଆସିବ, ଡେଟା ଅନ୍ କରିବେ। ପ୍ରଥମେ ଆପଣ କାହାର ମେସେଜକୁ ଓପେନ୍ କରିବେ? ଯାହାକୁ ବେଶୀ ଭଲ ପାଉଛି। ସମସ୍ତଙ୍କର ଅଛି, କିନ୍ତୁ ତାଙ୍କ ମେସେଜଟା ଆମେ ପ୍ରଥମେ ଓପେନ୍ କରିବା। Why? ମୁଁ ତାଙ୍କୁ ବହୁତ ଭଲ ପାଉଛି। And what is this? Isn't it a message of God for us? ଆଜ୍ଞା, ଏହା କ'ଣ ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କ ସମ୍ବାଦ ନୁହେଁ? ପ୍ରେମ ନାହିଁ ସିଧା ଯଦି କହିବା, ଆଉ ମୁଁ କ'ଣ କରିଥାନ୍ତି ଯେ ତୁମେ ମୋତେ ଭଲ ପାଇଥାନ୍ତ? ଯୀଶୁଙ୍କର ପ୍ରଶ୍ନ ଆଜି ଆମମାନଙ୍କ ପାଇଁ। ଆଉ କ'ଣ ବାକି ରହିଗଲା ଯେ ମୋର ସାନ୍ନିଧ୍ୟକୁ ତୁମେ ଆସିପାରୁନା? ମତେ ଏତେ ଖୁସି ଲାଗିଲା। ଗୋଟେ ମିନିଟ୍ ଆଠଟା ଟାଇମ୍ ଲେଖା ଅଛି। ଏତେ ଖୁସି ହେଲେ ମୋ ଥ୍ୟାଙ୍କ ଗଡ୍, 8ଟାରେ ଷ୍ଟାର୍ଟ ହବ। ଏ ପ୍ରଭୁ, ମୋ କଥା କହୁ ନାହିଁ। Look at things in God's viewpoint. ଈଶ୍ୱର ଆମକୁ କିପରି ଦେଖୁଛନ୍ତି? ଆଜି ଈଶ୍ୱରଙ୍କ ନିମନ୍ତେ ପ୍ରାୟୋରିଟି ନାହିଁ। Why? ମନେ କରନ୍ତୁ ରଥସାର ମତେ କଲ୍ କରିବେ। ଥରେ କଲ୍ କଲେ କୌଣସି ବ୍ୟସ୍ତ ସକାଶୁ ହୁଏତ ଉଠେଇଲିନି ବୋଲି ସେ ଭାବିବେ ଯଦି ମୁଁ କଲ୍ ରିସିଭ୍ କଲି ନାହିଁ। 2 ଥର କଲେ, ତଥାପି ମୁଁ ତାଙ୍କୁ କଲ୍ ବ୍ୟାକ୍ କରୁନାହିଁ କି ରେସ୍ପନ୍ସ କରୁନାହିଁ। 3 ଥର କଲେ, ତାପରେ କ'ଣ ଭାବିବେ ସେ? ଆରେ କ'ଣ ଷ୍ଟିଫେନ୍ ବାବୁ କଲ୍ ରିସିଭ୍ କରୁନାହାନ୍ତି, ଉଠୁନାହାନ୍ତି, ରେସ୍ପନ୍ସ କରୁନାହାନ୍ତି? ଏହା ସ୍ପଷ୍ଟ କରିବ ତାଙ୍କୁ କି ମୋର ହାର୍ଟରେ ତାଙ୍କ ପ୍ରତି କୌଣସି ପ୍ରାଧାନ୍ୟତା ପ୍ରାୟୋରିଟି ନାହିଁ। କ'ଣ ଆମେ ଜାଣିନାହୁଁ କି 8ଟାରେ ମିଟିଂ ଷ୍ଟାର୍ଟ ହେବ ବୋଲି? ନା ଆନାଉନ୍ସ କରାଯାଇ ନାହିଁ। ବାକ୍ୟ 10ଟାରେ ହେବ ବୋଲି ଜାଣିନାହୁଁ କି? ନା ଘୋଷଣା କରାଯାଇ ନାହିଁ। अरे भाड़ में जाएगा स्टीफन बाबू, कौन प्रभु नाम की एठारे
We just couldn't careless the presence of God. This is how stupid we are. ଏତେ ନିର୍বোଧ ଆମେ କିପରି ଜାଣନ୍ତି? ଏହାକୁ ନିର୍বোଧ ବୋଲି ନ କହି ଆପଣ କଣ କୁହାଯାଏ? ଆପଣଙ୍କ ପାଖରେ କେଜି ସୁନା ରଖାଯାଇଛି ଆଜ୍ଞା, ଆପଣ ଅନେଇବେ ନାହିଁ, ତାକୁ ଅନେଇବେ ନାହିଁ, ଝାମ୍ପିକି ଚାଲି ଯାଇଛୁ କେତେବେଳେ ତା ଠିକଣା ନାହିଁ। ଏବେ ଟିକେ ତା ଛୁଆ ମାନଙ୍କର ନାଚ ହଉ ତ ଦେଖିବ, ଏତେ ପ୍ରାୟୋରିଟି ଆମର। ନାଚନ୍ତୁ ନାହିଁ, ଗାଆନ୍ତୁ ନାହିଁ, ତାହା କହୁ ନାହିଁ ମୁଁ, ପ୍ଲିଜ ଡୁ ଇଟ୍। ପ୍ରଭୁଙ୍କ ଗୌରବ ପାଇଁ ଯାହା କରିବେ କରନ୍ତୁ। What about this? What about God himself? What is Christianity? What is Christian life? It is primarily a love, a deeper love relationship with God. মনে করুন তো গোটে হিরো কিংবা হিরোইন, just for example, মনে করুন তো আসবে ফুলবান, সে আসবার ঘন্টাটি পরে পৌঁছবে, কি কথা আগ দূরা ଯାଇକି କଣ କମେ ତାକୁ ବେড়ା ଦିଆଯାଇଥିବ ଉପରେ ଚଢି ପଡୁଥିବେ ଦେଖିବା ପାଇଁ। ଏକ୍ସାମ୍ପଲ କହୁଛି, ଆପଣ ମାନେ କରିବେ ନାହିଁ ମୁଁ ଜାଣିଛି। ପ୍ରଭୁଙ୍କ ପ୍ରତି କାହିଁକି ସେ ସବୁ ନାହିଁ? ପ୍ରେମ ନାହିଁ। ପ୍ରେମ ଆସିବ ଆପଣଙ୍କୁ ନ କରି ରହି ପାରିବେ ନାହିଁ, ହେବ ତ ନାହିଁ, ହେବ ନାହିଁ। ଆପଣଙ୍କର ପ୍ରେମିକ କିମ୍ବା ପ୍ରେମିକା ଆପଣଙ୍କୁ ଲେଟରଟେ ଦେଇଥିବେ ଚିଠିରେ 5-7 ପେଜର, ଆପଣ 2 ଲାଇନ୍ ପଢିକି ଆଉ ତାକୁ ଅନାଇବେ ନାହିଁ, ଏମିତି ହବ କି? କେତେ ରାଉଣ୍ଡ ପଢିବେ ତାର ଠିକଣା ନାହିଁ। ଓହୋ ଗୋଟେ ଲାଇନକୁ ସେ ଆକାରକୁ ଇକାରକୁ ମିକାରକୁ କିକାରକୁ ଭଲରେ ପଢି, ଓହୋ ବିନ୍ଦୁ ବି ପଢିବେ, କମା ବି ପଢିବେ, ଫୁଲ ଷ୍ଟପ୍ ବି ପଢିବେ, କୋଉ କେମିତି ଲେଖା ହେଇଛି ସେଟା ମୋତେ ମନେ ରହିଯାଇଥିବ। That is love. Do we have that same love for the true lover? ଆଜ୍ଞା ସତ୍ୟ ପ୍ରେମିକ ଆହ୍ୱାନ ଦଉଛନ୍ତି, ତାଙ୍କ ପ୍ରେମକୁ ରେସ୍ପନ୍ସ କରିବା ପାଇଁ ଆମକୁ ନା ବୁଝା ପଡୁଛି ନା ସମୟ ଅଛି, ଆଉ ସେଥି ନିମନ୍ତେ ଆମେ ମାନେ ଆଜି ଗ୍ରୋଥ କରିପାରୁନାହୁଁ। ପ୍ରେମ ଆସିବ, ପ୍ରାୟୋରିଟି ଆସିବ, ପ୍ରାୟୋରିଟି ଆସିବ, ସମୟ ଦେବେ, ସମୟ ଦେବେ ବାଇବଲ ପାଇଁ, ସମୟ ଦେବେ ପ୍ରାର୍ଥନା ପାଇଁ, ଆଉ ଆପଣ ପ୍ରାର୍ଥନା କରିବାକୁ ଲାଗିବେ, ବାଇବଲ ପଢିବାକୁ ଲାଗିବେ, ଗ୍ରୋଥ ଅଟୋମେଟିକାଲି ହେବାକୁ ଲାଗିବ। ଏଥି ନିମନ୍ତେ ଈଶ୍ୱରଙ୍କ ପ୍ରେମକୁ ବୁଝିବା ଦରକାର, ଈଶ୍ୱରଙ୍କୁ ରେସ୍ପନ୍ସରେ ପ୍ରେମ କରିବା ଦରକାର। ସେହି ବ୍ୟକ୍ତି ଗ୍ରୋଥ, ସେହି ବ୍ୟକ୍ତିର ଗ୍ରୋଥ କେହି ରଖିପାରିବ ନାହିଁ। ପରୀକ୍ଷା କରୁଥିବା 7 ବର୍ଷ ବାର୍ଷିକ ଉତ୍ସବ ହେଉ, ବହୁତ ଆନନ୍ଦର କଥା। ଆମେ ମଧ୍ୟ 100% ମାର୍କ ଆଣୁ ସବୁ ସବଜେକ୍ଟରେ। ଗ୍ରୋଥର ଏକ ସିମ୍ବଲ ପଢିବା 2 Corinthians chapter 4 15th 16th verse. ଦ୍ୱିତୀୟ କରିନ୍ଥିୟ 4:16 ପଢନ୍ତୁ। ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କର ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। ଆନ୍ତରିକ ପୁରୁଷ, ଆତ୍ମିକ ଜୀବନ ଦିନକୁ ଦିନ, কি কথা? How can it be? ପାଉଲ ଆପଣଙ୍କ ଜୀବନର ଅନୁଭୂତି ସମ୍ବନ୍ଧରେ କହୁଛନ୍ତି, ଦିନକୁ ଦିନ ମୋର ଆତ୍ମିକ ଜୀବନ, ଆନ୍ତରିକ ପୁରୁଷ ରିନ୍ୟୁ ହେଉଛି। What a standard! ଏମିତି ଷ୍ଟାଣ୍ଡାର୍ଡର ଲୋକମାନେ ମଧ୍ୟ ବାଇବଲରେ ଅଛନ୍ତି। ମାନେ ପ୍ରତିଦିନ ଗ୍ରୋଥକୁ ଆପଣ ଜୀବନରେ ଦେଖୁଛି।
every single day ଆମର ବର୍ଷ ପରେ ବର୍ଷ ଚାଲି ଯାଉଛି କେତେ ଗ୍ରୋଥ କରୁନି ଆମେ ବହୁତ ବଡ଼ ପ୍ରଶ୍ନ ଆଜ୍ଞା ଏଠି ମ୍ୟାରେଜ କରିନଥିବା ଭାଇ କିଏ ଅଛନ୍ତି କି ଅଛନ୍ତି କି ଜଲ୍ଦି କୁହନ୍ତୁ ନାହାନ୍ତି ନାହାନ୍ତି ଆପଣ କରିସାରିଛନ୍ତି କେମିତି କାମ କରୁଛନ୍ତି ଆଉ ବାବୁ ତମେ ଆସ ଜଲ୍ଦି ଆସ ଜଲ୍ଦି ଶୀଘ୍ର ସେଠି ଠିଆ ହେଇଯାଉ ସେଠି ବାସ୍ ଠିକ ଆଚ୍ଛା ମତେ କୁହ ମନେ କରନ୍ତୁ ସୁଶାନ୍ତ ମାଝୀ ବାବୁ ପଢିଛନ୍ତି ମନେ କରନ୍ତୁ PhD ଡକ୍ଟରେଟ୍ କରିଛନ୍ତି ଖୁସି ହେଲ ତ PhD କରିଛନ୍ତି ଆଉ ଫରେନରେ ପାଠ ପଢିଛନ୍ତି ଆଉ ବହୁତ ହାଇଲି କ୍ୱାଲିଫାଇଡ୍ ଅଛନ୍ତି ଭଲ ରକମର ଟଙ୍କା ସେ ମାସକୁ ଅର୍ଜନ କରୁଛନ୍ତି ସୁଶାନ୍ତ ବାବୁ ମୁଁ ଆପଣଙ୍କ ପାଇଁ ଯୋଉକୁ ଦେଖିଛି ଖୁସି ହଉଛୁ କି ନାହିଁ ତାର ହାଇଟ୍ ମାନେ ଏତେ ଉଚ୍ଚା ମୋର ଆଣ୍ଠୁ ଯାଏ ଏତେ ହାଇଟ୍ କେତେ ହାଇଟ୍ ଆଣ୍ଠୁ ଯାଏ ସୁଶାନ୍ତ ବାବୁ 5 ଫୁଟ 8-10 ଇଞ୍ଚ ଅଛନ୍ତି ବୋଧେ ସେ 2 ଫୁଟ ଅଛନ୍ତି ଖୁସି କେତେ ଫୁଟ ଆଉ କଲର ମାନେ ପୁରା ମାଙ୍କର ଶାଢ଼ୀ ପରିକା ଓ କୋଇଲା ଭାଇ କୋରା ଆଜ୍ଞା ଓକେ ତ ହ୍ୟାଣ୍ଡଲ କର नहीं अरे कोई बोल कोरा यार कौन बुझनो तमे आओ से 2 फुट 2 क्लास रे पूरा टॉप है क्वालिफाइड 2 क्लास पास हो जाती है हो हो नहीं 2 पढ़ी एक नहीं सेकंड क्लास नाइस स्लीपर क्लास हो नहीं what do you think about Jesus आज्ञा राजा अटंती रानी को खोजुଛନ୍ତି पवित्र अटंती पवित्र कन्या को खोजुଛନ୍ତି नम्रता सिद्ध अटंती गोटे कथा कहबी रिसेंटली मो मैरिज करबा पूर्व बहुत संबंध प्रस्ताव आसिला त मधुर गोटे कथा कहूछ मु जाइଥିଲି गोटे जिल्ला को सिटी प्रचार करबा पई प्रचार सरिला पर गोटे मैडम आसिले देखा करबा पई आसिले कथा बार्ता कले प्रेज लॉर्ड नमस्कार होला मामा कोन हसछन अरे आपण को बयस रे आसिले मो बयस रे आसिना डोंट गेट मी रॉन्ग बाय द वे आपण को बयस रे मा आसिले ओनरे कथा बार्ता हले आ कहले सर आपण को नंबर दियंतु आमे तो बाध्य देबा पई जेतु प्रभु का दास दासी होतु मु देली सर आमे मीटिंग बाबू को कथा बार्ता करिबो नंबर दे परिबे यस प्लीज नियंतु हम तो यूट्यूब रे नंबर ओपन ले छाड़ देछि आपण माने मते चाहे नहीं परिबे हम कार्य सेवा करिबो एनीवे नंबर नेले किछि दिन उधर से कॉल करले आ भलो मंद पहुंचाई दे आ तापर सर प्रार्थना करे दियंतु आगे प्रार्थना कर दो हैला आउ किछि दिन उधर आउ कॉल करले सर केमते होछंदी कोन आउ बहुत भलो लागिला आपन मेसेज हम सुनले बहुत आशीर्वाद पाइले प्रेज लॉर्ड नमस्कार धन्यवाद आउ किछि दिन परे कॉल करिले आउ होछंदी सर हमो भोनी वर्तमान गवर्नमेंट जॉब पाइछंदी आउ आपन घर को ठीक आसंतु बाबा को सहित टिके बसिला प्रेज द लॉर्ड प्रभु को लोक माने हमको जो विषय मैच करिवो नाही आमे ताको आपणार करि परिबा नाही मनुष्य में थोड़ी उठो थोड़ी think about God himself परमेश्वर अपना पुत्र मने कन्या होउछते कि परिस्थिति हवा पड़िबो पवित्रतारे सिद्ध हवा पड़िबो
ଆମେ ଗ୍ରୋଥ କଲୁନି କି ଆଜ୍ଞା, ବଢିଲୁନି କି ନା 2 ଫୁଟରେ ଅଛୁ? ମନରେ ବୟସ ସିନା 100 ହେଲାଣି, ହାଲେଲୁୟା, ଆମର ବୟସ କେତେ ହେଲାଣି? ଏବେ ଶିଶୁମାନଙ୍କର ଅର୍ଥ ମୁଁ କହିପାରିବି ନାହିଁ, ସମୟ ନାହିଁ। କିଏ ଶିଶୁ କହିବେ ନାହିଁ, ତା ଟପିକ ବି ନାହିଁ, ଛାଡ଼ନ୍ତୁ। Growth is highly essential. ଆପଣ କେବେ ବି ଚାହିଁବେ କି ବାଙ୍ଗଲୋରକୁ ମ୍ୟାରେଜ କରିବା ପାଇଁ? କେମିତି ହେବ? ହେବ ନାହିଁ, ହୁଏ ନାହିଁ। ଆପଣଙ୍କର ହାଇଲି ଏଜୁକେଟେଡ ଥିବେ, ସେ ପାଠ ପଢି ନଥିବ, ବହୁତ ରେୟାର କେସରେ ହୁଏ। କଣ ଭାବୁଛନ୍ତି ମେଷଶାବକଙ୍କ ବିବାହ ଉତ୍ସବ ସନ୍ନିକଟ? ପ୍ରସ୍ତୁତ ହେଲୁଣି କି ଆମେ? ତାଙ୍କ ସମାନ ହେଲୁଣି କି? କାହିଁକି ଗ୍ରୋଥ ନାହିଁ? କେବେ ହେବ ଗ୍ରୋଥ? ପୂର୍ଣ୍ଣବୟସ୍କ ମଣ୍ଡଳକୁ ନିମନ୍ତେ ଆସୁଅଛନ୍ତି। ପ୍ରଥମ ବିଷୟ, ଗ୍ରୋଥ ନ ହବାର ପ୍ରେମ ନାହିଁ। ପ୍ରେମ ଆସିବ ନା, ସମୟ ଅଟୋମେଟିକ ଆସିବ, ଅଟୋମେଟିକ ବାହାର କରିବ। ଆଜି ପ୍ରେମ ନାହିଁ ବୋଲି ତାଙ୍କ ନିକଟକୁ ଆମେ ଯାଇପାରୁନା, ତାଙ୍କୁ ଖୋଜୁନାହୁଁ, ମନରେ ସେ ନାହାନ୍ତି। କେତେ ଦୁଃଖର କଥା। ମନରେ ସବୁ ସ୍ଥାନ ପାଇছে ଆଜ୍ଞା, ଆମ ମନରେ ସବୁ ସ୍ଥାନ ପାଇছে, ସମସ୍ତେ ସ୍ଥାନ ପାଇଛନ୍ତି। ଯିଏ ମନର ମାଲିକ, ମନର ରାଜା, ତାଙ୍କ ପାଇଁ କେତେ ସ୍ଥାନ ଅଛି ଆମ ମନରେ, ଆମ ହୃଦୟରେ। ସେ ଡିଜର୍ଭ କରନ୍ତି, ଆମେ କମ୍ପ୍ଲିଟଲି ତାଙ୍କରି ଅଟୁ। କେତେ ସନ୍ତାପ ପରିତାପର କଥା, କେତେ ପରିମାଣରେ ସେ ଆମଠାରେ ଯୋଉ ଅଛନ୍ତି କେ ଜାଣେ। କାହିଁକି ଆମେ ଗ୍ରୋଥ କରୁନା? ପ୍ରେମ ନାହିଁ, ନମ୍ବର 1। ନମ୍ବର 2, ଗ୍ରୋଥ କରିବା ନିତାନ୍ତ ଦରକାର। କେଉଁ ବିଷୟରେ ଗ୍ରୋଥ କରିବା ଉଚିତ? ଇନକ୍ରିଜ ଇନ୍ ଦ ନଲେଜ ଅଫ ଗଡ। କଲୋସ୍ୟ 1:10। ଜଲ୍ଦି ପଢନ୍ତୁ। ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍ ଈଶ୍ୱରଙ୍କ ତତ୍ତ୍ୱ ଜ୍ଞାନରେ ବଢ଼ି, ଈଶ୍ୱରଙ୍କ ତତ୍ତ୍ୱ ଜ୍ଞାନରେ ବଢ଼ି, ଇଂରେଜୀରେ increase in the knowledge of God। ପ୍ରଭୁଙ୍କ ଲୋକମାନେ ଯେଉଁ ପରମେଶ୍ୱରଙ୍କ ଆମ୍ଭେମାନେ ଉପାସନା କରୁଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ, ପ୍ରତିନିତ୍ୟ ତାଙ୍କ ନିକଟକୁ ଯାଉଛୁ, ଦୁଃଖ ଭରି ଜଣାଉଛୁ, ସେହି ପରମେଶ୍ୱରଙ୍କୁ ବ୍ୟକ୍ତିଗତ ଭାବରେ ଆମେ କେତେ ମାତ୍ରାରେ ଜାଣିପାରିଛୁ? ମୁଁ କାଲି କହୁଥିଲି, ପ୍ରଥମେ ସେ ପବିତ୍ର ଅଟନ୍ତି। ମୁଁ ଯାଙ୍କ ପାଖକୁ ଯାଉଛି, ପବିତ୍ରତାରେ ପୂର୍ଣ୍ଣ ସେ ଅଟନ୍ତି। ଏହାକୁ ଏକ ବ୍ୟକ୍ତି ଯଦି ବୁଝିଯିବ, ପାପ କରିବା ପାଇଁ ଭୟ କରିବ। ସେ ସାଧାରଣ ଭାବରେ ଘରର କଥା ଚିନ୍ତା କରନ୍ତୁ। ଯେଉଁ ଯେଉଁ ଘର ମାନଙ୍କରେ ବାପା ମାନେ ଷ୍ଟ୍ରିକ୍ଟ ରୁହନ୍ତି, ପୁଅ ଝିଅର ପାଟି ଫିଟେ ନାହିଁ। ସେ ଘରେ ଜାଣନ୍ତି ସେମାନେ ବାପା ଅଛନ୍ତି। What about our heavenly Father? କାଲି ମ୍ୟାମ୍ କହୁଥିଲେ, ସଦାପ୍ରଭୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ଗୃହର କର୍ତ୍ତା। ଏକ୍ସାକ୍ଟଲି, ପ୍ରଭୁ ତୁମେ ଗୃହର କର୍ତ୍ତା, ବାହାରେ ଥାଅ ପ୍ଲିଜ, ପ୍ରଭୁ ତୁମେ କୁଆଡ଼େ ତ ଚଳିଥାଅ। Isn't it hypocrisy? ଆଜ୍ଞା, ଯେଉଁ ଗୃହରେ ପରମେଶ୍ୱର ଥିବେ, ସେଇ ଗୃହରେ ପାପ ଚାଲୁଥିବ। ଏହା କି କପଟତା ନୁହେଁ? କପଟତା ନୁହେଁ ଆଜ୍ଞା। ଥରେ କଣ ହେଇଛି, ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀ କଥା ହେଉ ହେଉ ଝଗଡ଼ା ହେବାକୁ ଲାଗିଲେ। ଆଉ ଝଗଡ଼ା ହେଇ ଇଏ ସ୍ତ୍ରୀ ଜଣକ ପୁରା ଅଚକ୍ତ ହେଇଗଲା, ଝାଡୁ କାଢି ପିଟି ବି କଲା, ଟିଙ୍ଗ ଡଙ୍ଗ ହେଲା। ଏଥର କଣ ଟିଙ୍ଗ ଡଙ୍ଗ ହେଲା? ଦେଖିଲେ କି ମୋର ପାଷ୍ଟର ବାହାର
ପାଖକୁ ଆସୁଛନ୍ତି ସଙ୍ଗେ ସଙ୍ଗେ ବୁଝାବୁଝି ଆଉ ଭଲ ଅଛନ୍ତି ଆସନ୍ତୁ ଆସନ୍ତୁ ବସନ୍ତୁ। ଏହା କ'ଣ କପଟତା ନୁହେଁ କି? ଆମେ ଆକ୍ଚୁଆଲି ପ୍ରଭୁଙ୍କ ଦୃଷ୍ଟିରେ ବଞ୍ଚୁନାହୁଁ। ତାଙ୍କ ଉପସ୍ଥିତି ପାଇଁ ଆମର କିଛି ବି ପ୍ରାୟୋରିଟି ନାହିଁ, ମୁଖ୍ୟତା ନାହିଁ, ଗୁରୁତ୍ୱ ନାହିଁ। ଭାରତ ବାବୁ ଆସିଲେ ବୋଲି ମୁଖ ବନ୍ଦ ହେଇଯାଉଛି, ଏକ୍ସପ୍ରେସନ ଚେଞ୍ଜ ହେଇଯାଉଛି। ତ ତା ପୂର୍ବରୁ ପ୍ରଭୁ ଯୀଶୁ କେବଳ କାନ୍ଥରେ ଥିଲେ, ଚୌକାଠରେ ଚିପକିକି ଥିଲେ ତ ନାଇଁ, ଘରେ ନାହାନ୍ତି। ଘରେ ଯଦି ଥାନ୍ତେ ପ୍ରଭୁ ପୁଣି ଘରେ ଥିବେ, ମା ବାପା ପୁଅ ଝିଅ ବସି ଡିସ୍କୋ ଡ୍ୟାନ୍ସ ଦେଖୁଥିବେ। ହାଉ କ୍ୟାନ୍ ଇଟ୍ ବି? ଆଶ୍ଚର୍ଯ୍ୟ ଲାଗିଯାଉଛି ଆଜ୍ଞା। ଏହାକୁ କେଉଁ କି ପ୍ରକାରର ଖ୍ରୀଷ୍ଟିଆନିଟି କୁହାଯିବ? ଏହା କ'ଣ ପ୍ରବଞ୍ଚନା ନୁହେଁ? ପ୍ରଭୁ ତୁମେ ଦୟାକରି ମୋ ସହିତ ରୁହ, ମୋ ପୁଅ ସହିତ ରୁହ, ଝିଅ ସହିତ ରୁହ, ସ୍ତ୍ରୀ ସହିତ, ସ୍ୱାମୀ ସହିତ, ସମସ୍ତଙ୍କ ସହିତ ରୁହ। ଖାଲି ପାଟିରେ ରୁହ, କାର୍ଯ୍ୟରେ ସେ ଥିଲେ ତମେ ରୁହ, ରୁହ, ପାଟିରେ ଥାଅ, ପ୍ଲିଜ ଥାଅ, ପାଟିରେ ଥାଅ। ସତରେ ଯଦି ଆମେ ଏହି ଶବ୍ଦକୁ ଆମେ ମିନ୍ କରିଥାନ୍ତୁ, ତାଙ୍କୁ ଯିବାକୁ ଦେଲା ପରେ କାର୍ଯ୍ୟ ଆମେ ଜମା କରିନଥାନ୍ତୁ। ଅନ୍ୟ ଶବ୍ଦରେ ପାପ କରିବାର ଦାମ୍ଭିକତା ମଧ୍ୟରେ ଦେଖାଯାଇନଥାନ୍ତା। କପଟତାର ବାହାର ତାହା ଗ୍ରୋଥର ଲକ୍ଷଣ ନୁହେଁ। ପରମେଶ୍ୱରଙ୍କୁ ଜାଣିବା, ପରମେଶ୍ୱରଙ୍କ ଜ୍ଞାନରେ ବଢିବା ଦରକାର। ଯୀଶୁଙ୍କ ବିଷୟରେ ତାହା ଲେଖାଛି, ପଢନ୍ତୁ ନା ଲୁକ 2ର କଥା। ଯୀଶୁ ବଢିଲେ ଜ୍ଞାନରେ, ଆମେ ବଢିବୁନି କି ଜ୍ଞାନରେ? ଜ୍ଞାନରେ ଏକ କଥା କହିବି, ପ୍ରଥମ ପିତର 4:7 ଶୀଘ୍ର ପଢନ୍ତୁ। ମାତ୍ର ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ। ଏଣୁ କ'ଣ ହୁଅ? ବୁଦ୍ଧିମାନ ହୁଅ। ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ, ସବୁ ଶେଷ ହେବାକୁ ଯାଉଛି। ଏଣୁ କ'ଣ କର? ସୁବୁଦ୍ଧି ହୁଅ। ଅର୍ଥାତ୍ କ'ଣ ଜାଣନ୍ତି? ସବୁ ବିଷୟ ଶେଷ ହୋଇଯିବ, ଏଣୁ ସୁବୁଦ୍ଧି ହୁଅ। ଅର୍ଥାତ୍ ଯେଉଁ ସବୁ ବିଷୟର ଅନ୍ତ ନାହିଁ, ସେଇ ସବୁ ବିଷୟକୁ ଅନ୍ୱେଷଣ କର। ତାହା ଗୋଟେ ବୁଦ୍ଧିମାନର ବିଷୟ। ଏହି ସନ୍ଦର୍ଭରେ ଆମେମାନେ ସୁବୁଦ୍ଧିର ଗୋତ୍ରରେ, ଗୋଷ୍ଠୀରେ ଆସିପାରିବା ତ? ବୁଦ୍ଧିମାନ କିଏ ଅଛନ୍ତି ବାଇବଲ ଅନୁସାରେ ଆଜ୍ଞା? ପାଠ ପଢିବା ଲୋକ ଜଗତ ହିସାବରେ ବୁଦ୍ଧିମାନ। ପାଠ ପଢନ୍ତୁ ନାହିଁ, ତାହା ଜମା କଣ ଭଲ ପାଠ ପଢନ୍ତୁ। କିନ୍ତୁ ବାଇବଲ ଅନୁସାରେ ବୁଦ୍ଧିମାନ ସେମାନେ ଯେଉଁମାନେ ଜାଣନ୍ତି ଚିହ୍ନକୁ ସମସ୍ତ ବିଷୟ ଶେଷ ହେଇଗଲାଣି, ଏଣୁ ଯେଉଁ ସବୁ ବିଷୟ ଶେଷ ହେବ ନାହିଁ କେବେ, ଅର୍ଥାତ୍ ଯେଉଁ ସମସ୍ତ ବିଷୟର ଅନ୍ତ ହିଁ ନାହିଁ, সেই সমস্ত বিষয় নিমন্তে আপনার জীবনକୁ ସଜାଡ଼ିବା, ପ୍ରସ୍ତୁତ କରିବା, ତାହାକୁ ଖୋଜିବା, ସେମାନେ ବୁଦ୍ଧିମାନ ଅଟନ୍ତି। ଏବେ ଟିକେ ନିଜକୁ ପଚାରିବା, ମୁଁ କ'ଣ ପ୍ରକୃତରେ ବୁଦ୍ଧିମାନ? କ'ଣ ଭାବୁଛନ୍ତି? ସବୁ ଶେଷ ହେବାକୁ ଯାଉଛି। ଏ ବଡ଼ ବଡ଼ ଟେମ୍ପୋର ଦେଖାଣିଆ କିଛି ରହିବ ନାହିଁ। ବୁଦ୍ଧିମାନ ହେଉ, ବୁଦ୍ଧିମାନ জীবনকে প্রস্তুত করু, পরমেশ্বরকে জানো। অনুগ্রহ দিন থাও থাও, ফেরিকি আসু, সময় আসুছে অনুগ্রহ দিন শেষ হয়ে যাব। Think about it. থরে অনুগ্রহ শেষ হলা পরে আর অনুগ্রহ নাই। সময় থাও থাও, ফেরিকি আসু। এথিপাই জানো তাঙ্কু যে পবিত্রতাକୁ ସେ ଭଲ ପାଆନ୍ତି। ବାକ୍ୟ ବାଇବଲ କିପରି ଆରମ୍ଭ ହେଉଛି ପଢ଼ନ୍ତୁ, ଶୀଘ୍ର ପଢ଼ନ୍ତୁ। 1, 2, 3 ଜଲ୍ଦି। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ
କଣ କଲେ? ସ୍ୱର୍ଗ ସ୍ୱର୍ଗ ପୃଥିବୀର କଣ କଲେ? ସୃଷ୍ଟି କଲେ। ଏହି ପଦରେ ଆମେ ମାନେ ପରମେଶ୍ୱରଙ୍କ ଏକ ବ୍ୟକ୍ତିତ୍ୱ, ଏକ ଚରିତ୍ରକୁ, ଗୁଣକୁ ଦେଖିବାକୁ ପାଉ। ଆମମାନଙ୍କ ପରମେଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି। He can create anything at any time. ଏହା କେତେ ବୁଝିଛ କିଏ ଜଣେ? ଟିକେ ଧ୍ୟାନରେ ଶୁଣନ୍ତୁ, ଉତ୍ସାହଜନକ କଥା ପଦେ କହିବା ପାଇଁ ଚାହିଁବି। ପରମେଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି, ଅର୍ଥାତ୍ ସେ କିଛି ମଧ୍ୟ କେତେବେଳେ ମଧ୍ୟ ସୃଷ୍ଟି କରିପାରନ୍ତି। କାନାର ବିବାହରେ କଣ ସୃଷ୍ଟି କଲେ? ସେ ଦ୍ରାକ୍ଷା ରସକୁ ସୃଷ୍ଟି କଲେ। এই দ্রাক্ষা রস আজ অনেকଙ୍କ ଜୀବନରେ ହଜି ଯାଇଛି ବୋଲି କହିଲେ ଭୁଲ ହେବ ନାହିଁ। ଜମା ଦେଖାଯାଉ ନାହିଁ, ସର୍ବଦା ମୁଖ ମଳିନ। What is ଦ୍ରାକ୍ଷା ରସ? ପଢିବା ଗୀତ ସଂହିତା 104 ଅଧ୍ୟାୟ। ପଢନ୍ତୁ ପ୍ରଭୁ ଜଲ୍ଦି। କେତେ ହବ? 104:15। ପୁଣି ମନୁଷ୍ୟର ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ। ମନୁଷ୍ୟର ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ। ପ୍ରଭୁଙ୍କର କଣ ଆମେ ଆଜି କହିପାରିବା କି ମୁଁ ଆନନ୍ଦର ଜୀବନ ଅତିବାହିତ କରୁଅଛି ବୋଲି? କାହିଁ ନା କାହିଁ ଆନନ୍ଦ ଆମ ଜୀବନରେ ଆଜି ଦେଖାଯାଉ ନାହିଁ। ଆନନ୍ଦର ତ ଆକ୍ଟିଂ କରୁଛୁ। How are you sister? Oh, I'm doing very great. Really? କେମିତି ଅଛନ୍ତି? ଆଜ୍ଞା ମୁଁ ବହୁତ ହି ଭଲ ଅଛି। ଭିତରେ ସଢି ଯାଇଛି, ଭିତରେ ବଞ୍ଚି ଯାଉଛି। କେତେ ଦିନ ଆମେ ଆନନ୍ଦରେ ଅଛୁ ବୋଲି ଆକ୍ଟ କରିବା, ଅଭିନୟରେ ରହିବା କି ପରମେଶ୍ୱରଙ୍କ ପସନ୍ଦ? କାହିଁକି ଆମେ ଜୀବନରେ ଆନନ୍ଦ ପାଉନାହୁଁ? କାହିଁ ନା କାହିଁ ଜାଣିପାରେ ନାହୁଁ ଆମେ କି ଆମମାନଙ୍କ ପରମେଶ୍ୱର ଆନନ୍ଦର ମଧ୍ୟ ସୃଷ୍ଟିକର୍ତ୍ତା ଅଟନ୍ତି। ଜାଣିବା ଦରକାର। କାଲି ମୁଁ କହୁଥିଲି ତାଙ୍କ ସାନ୍ନିଧ୍ୟରେ ଆନନ୍ଦର ପରିପୂର୍ଣ୍ଣତା ଥାଏ। ତାଙ୍କୁ ଜାଣିବା ଯେ ତାଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ଆମମାନଙ୍କୁ କେହି ଅଟକାଇ ପାରିବ ନାହିଁ। ସେ କିଛି ମଧ୍ୟ ସୃଷ୍ଟି କରିପାରିବେ। ଯଦି ଆପଣଙ୍କ ଜୀବନରେ ଆପଣ ବହୁତ ଦୁଃଖରେ ଅଛନ୍ତି, ଅଭାବ ଦେଇକି ଯାଉଛନ୍ତି, ସମସ୍ୟା ଦେଇକି ଯାଉଛନ୍ତି, ମରଣ ସହିତ ସଂଘର୍ଷ କରୁଛନ୍ତି, ପ୍ରଭୁ ମୁଁ ଆପଣ ଛୁଆର ମରଣ ଦେଖି ପାରିବି ନାହିଁ, ଛୁଆ ପୁରା କାନ୍ଦୁଛି, ଚିତ୍କାର କରୁଛି, সেই সময় পরমেশ্বর তার চক্ষু প্রশ্ন করতে জল স্রোত সে দেখিলে জীবন পাইলা। ଯେଉଁଠାରେ ଜୀବନ ନାହିଁ ସେଠାରେ ପରମେଶ୍ୱର ହାଜାରଙ୍କ ପାଇଁ ତାଙ୍କ ପୁତ୍ରଙ୍କ ପାଇଁ ଜୀବନକୁ ସୃଷ୍ଟି କରିପାରନ୍ତି। ସେ ପରମେଶ୍ୱର କଣ ଆଜି ମୃତ? ଆମେ ଯଦି ଜାଣିବା ଆମେ ନିରାଶ ହେବା ନାହିଁ। ଏଇଟା ହେଉଛି ପଏଣ୍ଟ। ଆମେ ବଢି ବଢି ଚାଲିବା ଆନନ୍ଦରେ, ଉତ୍ସବରେ, ଆତ୍ମିକତାରେ। ମୃତ ହୋଇଯାଇଥିଲେ ଲାଜାର, ସେଠାରେ ମଧ୍ୟ ପରମେଶ୍ୱର ଜୀବନକୁ ସୃଷ୍ଟି କରି କରୁଛନ୍ତି। ଆପଣ ମନେ କରୁଛନ୍ତି କାହିଁ ନା କାହିଁ ମୋର ଆତ୍ମିକ ସ୍ଥିତି ଆଜି ମୃତ ପ୍ରାୟ। ପଢନ୍ତୁ ସେ 1:2 ଆଜି ପୁସ୍ତକ। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୃଥିବୀ ନିର୍ଜନ, ଶୂନ୍ୟ, ଅନ୍ଧକାର, empty, dark। ଅନେକଙ୍କର ଜୀବନ ଆଜି ଶୂନ୍ୟ ଅବସ୍ଥାରେ, ଖାଲି ମୁଖା ଅଛି ବାହାରେ, ପାୱାର ନାହିଁ, ଫର୍ମଲେସ୍। ଦିନେ ଆକାର ଥିଲା, ଦିନେ ଖ୍ରୀଷ୍ଟଙ୍କର ସାଦୃଶ୍ୟତା ଥିଲା, ଦିନେ ଖ୍ରାଇଷ୍ଟ ଲାଇକନେସ୍ ଥିଲା। ଆଜି କାହିଁ ନା କାହିଁ ଖ୍ରୀଷ୍ଟଙ୍କର ସ୍ୱଭାବର ମୁଖା ହିଁ ଅଛି, ବାସ୍ତବିକତା ନାହିଁ। ଅନ୍ଧକାର ହେଇଯାଇଛି ଅନେକଙ୍କର ଜୀବନ ଅଛି। ଆଦ୍ୟ ପ୍ରେମ ନାହିଁ, ଜ୍ୟୋତି ନାହିଁ, ଆଲୁଅ ନାହିଁ, ପବିତ୍ରତା ନାହିଁ, ଉଜାଡ଼ ହେଇଯାଇଛି। କିଛି କଥା ନାହିଁ କହିବା ପାଇଁ ଚାହେଁ, ପରମେଶ୍ୱର ଉଜାଡ଼ ହୋଇଥିବା, ଅନ୍ଧକାର ଅବସ୍ଥାରେ ଥିବା, ନା ଶୂନ୍ୟ ହୋଇଥିବା ପୃଥିବୀକୁ ନୂତନତାରେ ପରିଣତ କଲେ। ଆଉ ସେଇ ପରମେଶ୍ୱର ଆଜି ମଧ୍ୟ ଜୀବିତ। ଆମେ ଜାଣିବା
যদি জানিবা ସେ ପରମେଶ୍ୱର ସୃଷ୍ଟିକର୍ତ୍ତା ଅଟନ୍ତି ସେ ମୋର ଅନ୍ଧକାର ଅବସ୍ଥାକୁ ଆଲୋକରେ ପରିଣତ କରିପାରିବେ ମୋର ଅନ୍ଧକାର ଜୀବନ ସେ ଆଲୋକ ସୃଷ୍ଟି କରିପାରିବେ ଜାଣୁ ପରମେଶ୍ୱରକୁ ଜାଣନ୍ତି ପ୍ରଭୁଙ୍କ ଲୋକମାନେ ଖ୍ରୀଷ୍ଟିଆନ ଜୀବନ ନୈରାଶ୍ୟ ଚିନ୍ତା ଶୂନ୍ୟ ଜୀବନ ଅଟେ ଆଉ ଥରେ କହୁଛି ଖ୍ରୀଷ୍ଟିଆନ ଜୀବନ ଚିନ୍ତା ଶୂନ୍ୟ ଜୀବନ ଅଟେ ଉଦାସ ଶୂନ୍ୟ ଜୀବନ ଅଟେ ଆପଣ କେବେ ମଧ୍ୟ ଯୀଶୁଙ୍କୁ କେମିତି ହେବ ଦେଖିଛନ୍ତି କେବେ ଯୀଶୁଙ୍କର ଏଇ ଛବି ବାଇବଲରେ ସେଇ ଯୀଶୁ ତ ଆମେ ଯାହାକୁ ଫଲୋ କରୁଛେ ପ୍ରବଳ ତୋଫାନରେ ଗୁଡ୍ ନାଇଟ୍ ପ୍ରବଳ ତୋଫାନ ହେଲା ମାର୍କ 40:37 ପଢନ୍ତୁ ଜଲ୍ଦି ଶୀଘ୍ର Mark 40:37 ଆଉ ପ୍ରବଳ ତୋଫାନ ହେଲା ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ Oh my ଦେଇ God ପିଲୋ ମାଗୁଛନ୍ତି କି ଯୀଶୁ ତମର ତୋଫାନ ଆସୁ ଗୁଡଗୁଡ ଆସୁ ତିନି ମ୍ୟାଡାମ ଆସନ୍ତୁ କି ଭାଇ ଲାଗି ଆସନ୍ତୁ କିଛି ମୋର କାଙ୍ଗୁ ବଡ଼ ନାହିଁ Are we really following that mighty Jesus? कौन से बाकी केवल यीशु ପାଇଁ ଭୟ କର ନାହିଁ ନିରାଶ ହୁଅ ନାହିଁ ଆମେ ତୁମ ସଙ୍ଗରେ ଅଛୁ କଣ କେବଳ ଯୀଶୁ ପାଇଁ କି ନା କେବଳ ଅବ୍ରାହମ ପାଇଁ ଆମର ପରମେଶ୍ୱର କି ଅବ୍ରାହମ ପରମେଶ୍ୱର ନୁହଁ କି ଆମେ ଜାଣିନାହୁଁ ଯୀଶୁଙ୍କ ପରମେଶ୍ୱରକୁ ଦୟାକରି ଜାଣନ୍ତୁ he can create anything for you ସେ ସୃଷ୍ଟିକର୍ତ୍ତା ଅଟନ୍ତି ଈଶ୍ୱରଙ୍କ ଜ୍ଞାନରେ ବଢୁ ଈଶ୍ୱରଙ୍କ ସମ୍ବନ୍ଧରେ କହିଲେ କେତେ ଦିନ ପଳେଇବ ଜାଣୁନା ମୁଁ ଟଚ୍ କରିବା ପାଇଁ ଚାହିଁଲେ ଗ୍ରୋଥକୁ ବୁଝନ୍ତୁ ଗ୍ରୋଥ ନିହାତି ଦରକାର ପ୍ରେମ ଆସିଲେ ଗ୍ରୋଥ କରିପାରିବା ନମ୍ବର 1 ନମ୍ବର 2 ଈଶ୍ୱରଙ୍କ ଜ୍ଞାନରେ ବଢିବା ଦରକାର ସୃଷ୍ଟିକର୍ତ୍ତା ବୋଲି ଜାଣ ନମ୍ବର 3 ପିତର ଲେଖନ୍ତି ପରିତ୍ରାଣରେ ବଢିବା ଦରକାର ପିତର 2 ପ୍ରଥମ ପିତର 2:2 ଜଲ୍ଦି ପଢନ୍ତୁ ତାହେଲେ ସମସ୍ତ ପ୍ରକାର ଦୁଷ୍ଟତା ଛଳ କପଟ ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧପାନ କରିବାକୁ ଇଚ୍ଛା କର ଯେପରି ତଦ୍ୱାରା ପରିତ୍ରାଣାର୍ଥେ ବୃଦ୍ଧି ପାଇବ ପରିତ୍ରାଣରେ ବଢିବାର ଅଛି And what about Baptist? I'm a member of Baptist Church. I got saved some years ago. I'm the way to my Father. ମୋ ପରିତ୍ରାଣ ପାଇଯାଇଛି ମୋ ବାପ୍ତିସ୍ମ ହେଇଯାଇଛି ମୋ ମଣ୍ଡଳୀର ସଭ୍ୟ ଅଟେ ମୁଁ ଅଙ୍ଗ ଅଟେ ସମଗ ଅଟେ ଢମକ ଅଟେ ପଙ୍କ ଅଟେ ଆଉ ମୁଁ ପ୍ରସ୍ତୁତ ହେଇଗଲିଣି ଏଥିପାଇଁ ପ୍ରସ୍ତୁତ ବୋଲି ଭାବୁଛି ଯେ ତୁମ ମଣ୍ଡଳୀକୁ ଆସୁଛି ଆମର ଆପଣ ସିଧା ରାସ୍ତାରେ ଦଉଛି ଯୀଶୁଙ୍କୁ ଯାଉଛି ଆଉ ନା ନାହିଁ ସେପରି ନୁହେଁ ପରିତ୍ରାଣ ପାଇଲା ପରେ ପରିତ୍ରାଣରେ ବଢିବାର ମଧ୍ୟ ଅଛି ଆଜ୍ଞା ବଢିଲୁଣି କି ସୂର୍ଯ୍ୟ ଆଜ୍ଞା ଯେତେବେଳେ ପ୍ରଭାତରେ ଗୁଡ୍ ମର୍ଣ୍ଣିଂ ହୁଅନ୍ତି ଅନ୍ଧକାର ଦିଦି ଧୀରେ ଧୀରେ ବାଇ ବାଇ କରନ୍ତି ହଁ କି ନାହିଁ ଯେତେବେଳେ ଆଲୋକ ଧୀରେ ଧୀରେ ବଢିବାକୁ ଲାଗେ ଅନ୍ଧକାର ଧୀରେ ଧୀରେ କମିବାକୁ ଲାଗେ ଯଦି ଆମମାନେ ପରିତ୍ରାଣରେ ବଢିବାକୁ ଲାଗିବା ଧୀରେ ଧୀରେ ପାପ ସବୁ ଧୀରେ ଧୀରେ କମିବାକୁ ଲାଗିବ ଏହା ଜୀବନରେ ହେଉଛି କି ମନେକର ଆମର ଚମଡ଼ା ଧୀରେ ଧୀରେ ଗୋରା ହେବାକୁ ଲାଗୁଛି ଅଦା ରସୁଣ ଆଳୁ ପିଆଜ ଟମାଟୋ ଲଗେଇ ଯାହା ବି କରନ୍ତୁ ଗୋରା ମନେକର ହେଉଛି ତ କଳାପଣ କମିବ ନା ନାହିଁ ଆଜ୍ଞା ନିଶ୍ଚୟ କମିବ ଆଳୁ ଖାଅ ଭାଇ ଆମକୁ ଭଜା କରିଦିଅ ଟମାଟୋ ଚଟଣି କରିଦିଅ ଅଦା ପେଷ୍ଟ ବନାଅ ଭଲ କରନ୍ତୁ ଦରକାର ହଉ
ହାଲେଲୁୟା। କଣ କହିବା ପାଇଁ ଚାହୁଁଛି, ଗୋଟେ ବିଷୟ ଯଦି ଘଟୁଛି ତାର ବିପରୀତ ବିଷୟ ଡେଫିନେଟଲି କମିବ, ନିଶ୍ଚୟ କମିବ। ପ୍ରେମ ଯଦି ମଠାରେ ବଢୁଛି, ଘୃଣା କମିବ, ସ୍ୱାର୍ଥପରତା କମିବ, ଅବିଶ୍ୱାସ କମିବ, ଲୋଭ କମିବ, ସ୍ୱାର୍ଥକେନ୍ଦ୍ରିକତା କମିଯିବ, ଧୈର୍ଯ୍ୟ ବଢିଯିବ, ବିଶ୍ୱାସ ବଢିଯିବ। ହାଲେଲୁୟା। ପରିତ୍ରାଣରେ ଯଦି ଆମେ ବଢୁଛେ, ପାପ ଡେଫିନେଟଲି କମିବ। ରାଖିବା କମିଲାଣି କି ଭାଇନା ମାନେ? ଅଇହ ତରକାରୀ ଟିକେ ଅଲଣା ହେଇଗଲା, ବାଟେ ଲୁଣି ନେଲା ବୋଲି ରାଖିବ। ଆଉ ମନେ ବି କରୁଛୁ ଆମେ ଖ୍ରୀଷ୍ଟିଆନ, ସତରେ କି ହେଇଥିବ? ପାଟି ଖୋଲିଲେ ରାଗ, ବାପା ସତେ ଯେମିତି ନ ଲାଗିଲା ହାଇ ଲାଗିବ ନାହିଁ। ହଉ ରାଗ ରାଗ ଭଲ, ପାଟି ଖୋଲିଲେ ମିଛ। ଥରେ କଣ ହେଇଛି, ବାପା ଝିଅ ଘରେ ଅଛନ୍ତି, ଛୋଟ ଝିଅଟେ, ବାବାଙ୍କର କଲ୍ ଆସିଲା। ଝିଅ ଦେଖୁଛନ୍ତି ବାବା କଲ୍ ରିସିଭ୍ କରୁନାହାନ୍ତି। ବାବା କାହିଁକି କଲ୍ ରିସିଭ୍ କରୁନ? ରତ୍ନ କଥା ଡିଷ୍ଟର୍ବ କରୁନ। ତାର କିଛି ସମୟ ପରେ ପୁଣି ଟିଙ୍ଗ ଡଙ୍ଗ ହେଲା, ବେଲ୍ ବାଜିଲା। जो महाशय कॉल करथिले से महाशय पूरा बारंडार अछंती द्वार मुहरे। झियो को बाबा कहले जारे मां कहिदे बाबा घरे नांती। ए झियो गला कबाट खोलिला, अंकल प्रेज द लॉर्ड, बाबा कहले बाबा घरे नांती। हालेलुया। प्रभु का लोक माने मिछो जानती, मिछर गोटे विषय देखेबे, दयाकरी मां माने एटा ध्यान रे शुणନ୍ତୁ, पढନ୍ତୁ 22 प्रकाशित वाक्य 22 बंद शीघ्र पढନ୍ତୁ। କୁକୁର ମାନେ ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମା ପୂଜକ, ପୁଣି ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀ ମାନେ ବାହାରେ ରହିବେ। ମିଥ୍ୟାପ୍ରିୟ ମିଥ୍ୟାଚାରୀ ମାନେ କେଉଁଠାରେ ରହିବେ? ବାହାରେ। ଗୃହ ବାହାର କଥା ଲେଖା ହୋଇଅଛି କି ନା ମଣ୍ଡଳୀ ଅନ୍ତର କଥା ଲେଖା ହୋଇଛି? ଆଜ୍ଞା, ସ୍ୱର୍ଗ ରାଜ୍ୟର ବାହାରେ ରହିବେ କେଉଁମାନେ? ଅନେକ କଥା ଲେଖା ଅଛି। ମିଥ୍ୟା ପ୍ରିୟ ମାନେ ଆଉ ମିଥ୍ୟାଚାରୀ ମାନେ। ଆପଣମାନଙ୍କ ସମ୍ମୁଖରେ ମୋର ଛୋଟିଆ ପ୍ରଶ୍ନ, ଦୂରଦର୍ଶନରେ ଯାହା ସବୁ ପ୍ରଦର୍ଶନ କରାଯାଉଛି ତାହା ସବୁ ସତ୍ୟ ଘଟଣା କି ସତ୍ୟତା କି? 99% ମିଛ। ଭୁଲରେ ଗୋଟେ ଦୁଇଟା କାଁ ଭା। ଆଉ ଆମ୍ଭେ ମାନେ ଆଖି ଠେପା ଠେପା କରି ଅନାଇ ଥାଉଛୁ ନା ନାହିଁ? ଆଜ୍ଞା, ଉତ୍ତର କୁଆଡୁ ପାଇବୁ? ଭଲରେ ଦେଖନ୍ତୁ, ବହୁତ ଦେଖନ୍ତୁ, କଂଗ୍ରାଚୁଲେସନ, ଯାଆନ୍ତୁ ମାମୁଁ ଘରକୁ, ଯିବେ ମତେ ମନେ ପକାଇବେ ସେତେବେଳକୁ। ବିଶ୍ୱସ୍ତ ଭାବରେ ଠିକା ନେଲା ପରେ 7ଟାରେ ଅମୁକ, 7:30ରେ ସବୁ କଥା, 8ଟାରେ ମାଉସୀ ଟାଇମ ହେଲାଣି, ସିରିଏଲ ପରେ କଥା ହଉ ହଉ। ସମାନ ଟାଇମରେ ବାଳକ ପଳେଇ ଆସିଲା, ଆଜି ମିସ୍ ହେଇଛି। ହଉ କିଛି କଥା ନା, କାଲି ରିକ୍ୟାପ ଦେଖିଦେବା। ହଉ ହଉ ଦେଖ, ଭଲରେ ଦେଖ। ଯିବ ମିଥ୍ୟା, ରାଗ, ଛଳ, କପଟତା, ମନ୍ଦତା, ଦୁଷ୍ଟତା, ଅଭିଳାଷ, ଆଳସ୍ୟତା ଗଲାଣି କି? ଗଲାଣି। ଦାଉଦଙ୍କ ଜୀବନରେ କଳଙ୍କ ଲାଗିବା ପଛର ମୂଳ କାରଣ କଣ? ଆଜ୍ଞା, ଚତୁର ବିଳାସ ଥିଲା, ବ୍ୟଭିଚାର ହେଲା, ହେବା ପୂର୍ବରୁ ମୂଳ କଥା କଣ? ଆରେ ସାହାବ, ଆପଣ ରାଜା ଅଟନ୍ତି, ରାଜକାର୍ଯ୍ୟ ନିମନ୍ତେ ଯାଉନାହାନ୍ତି ଯୁଦ୍ଧ କରିବା ପାଇଁ। ଆରାମ ଖୋଜିଲେ, ଆରାମ ଆପଣଙ୍କୁ କଣ କରିବ ଜାଣନ୍ତି? କଳଙ୍କ ଆଣିଦେବ। ଆଳସ୍ୟଟା ଏତେ ଭୟଙ୍କର ବିଷୟଟେ ଆଜ୍ଞା, ଭୟଙ୍କର ବିଷୟଟେ। ସାବଧାନ। ଆପଣ ଦେଖନ୍ତୁ, ପରମେଶ୍ୱର ଜମା ଭଲ ପାଆନ୍ତି ନାହିଁ ଅଳସୁଆମାନଙ୍କୁ, ଜମା ଭଲ ପାଆନ୍ତି ନାହିଁ, ଜମା ନାହିଁ।
दिन को 24 घंटा कार्य को 8 घंटा ऑफिस व्यापार वाणिज्य व्यवसाय सोचे केते घंटा मन कर बंचीबा 70-75 वर्ष शौच मन कर 8 घंटा लेखाए 3 भागरू 1 भाग सोईबारे बितेबा आगे आम जीसु से पूरी नथिले ना राति सारा उजागर प्रार्थना दिन सारा सेवा यात्रा जीसु जीवन आगे मोर तो किछ सेवा नहीं प्रभु आह्वान करना के कहला सेवा नहीं एक बार समान में मनोनीत का वाले भाई छे ऐसा भाई एक बार समान में जरा छोड़ायो छमे कहा भाई कोन दाद बोल जीव जे मन भाई छला आमे कोन जीव जे न हो आत्मिक भावरे आमे कोन नूतन मनुष्य लोग न हो आमे कोन पावस लोग निजस्व प्रजा न हो छोड़ो ठीक नहीं अरे लोगों माने मरू छथि भाई प्राण गलानी लोगों गलानी समाने गलानी केतरा डेई पड़े हमें निज ठारे मग्न सेवा नहीं वरदान नहीं नचले आंठू नहीं पाटी नहीं जीव नहीं हृदय नहीं समक्ष नहीं जगह नहीं टिके आंठे पड़बी टिके कुआरी करबी टिके प्रार्थना करबी जो पर्यंत से परिवर्तन हेबला मो प्रभु तेरे डाकुथिबी काहे कि नहीं बोझो काहे कि नहीं प्रेम नहीं सीधा कथा मोर दुनिया मोर स्वामी मोर पुओ मोर झियो वी आर बिंदास इन आवर लाइफ प्रेज द लॉर्ड एक नंबर स्वार्थी बोली कह गोदले ख्रीष्ट आपणार सुख लोड़िले नाही आगे যদি খ্রিস্টিয়ান বলে মনে করছেন কান করে শুনতো খ্রিস্টিয়ান বলে মনে করছেন খ্রিস্টকে অনুকরণ করুন না আমরা খ্রিস্টিয়ান বলতে If anyone thinks that he or she is a Christian must walk as Jesus walked. मनरो कौन लेखा इचे जहाँ कोच पढ़ो 1 John प्रथम जॉन 2:6 शीघ्र पढ़ो जे ताहाको ठारे रहे बोली कहे हां ताहाको परि आचरण करिबा जे ताहाको ठारे रहे बोली कहे इंग्रजी तर्जुमारे गोटे वर्षने लेखा अछि जदि के मने करू मो ख्रिस्टियन करो मो ख्रिस्टियन बोले तबे ख्रिस्टियन परि आचरण करिबा मध्य कर्तव्य आमठारे ख्रिस्ट कोन प्रकाश हेलेनी ଖ୍ରୀଷ୍ଟଙ୍କର କେଉଁ ସେବା ଆମଠାରେ ପ୍ରକାଶିତ ହେଉଛି ତୁମ୍ଭେମାନେ ଜଗତର ବାରିଆଡୁ ତୁମ୍ଭେମାନେ ଜଗତର ଲବଣ ନା କଲରା ପିଠା ଆଜ୍ଞା ଲବଣ ସ୍ୱାଦ ଦିଏ ଲବଣ ଆମର ଯେଉଁଠି ପକାନ୍ତୁ ତାର ଗୁଣ ପ୍ରକାଶ କରେ ଆମକୁ ଯାହା ପାଖକୁ ନିଆଯାଉ ଆମର ଗୁଣ ପ୍ରକାଶିତ ହୁଏ बहुनो स्वत प्रणाम छे दास तमर केबे देखा न हो एटा लबण की आमे इतिया लबण तुमे माने जगतर ज्योति आमे जुआडे गले अंधकार काम का परिपूर्ण जदि आमे सत्ୟରେ मने करूछु दया करी प्रभु लोक माने प्लीज प्रवंचना रे रहंतु नाही फेरंतु समीक्षा करंतु केउ रास्ता रछंती पथभ्रष्ट होई जाई नांती तो सेदिन फारूसी साधक माने भाबुथिले आमे तो क्वालिफाइड छु बाप्तिस्म नबा नाही जन कहले रे काल सोचर वंश मन परिवर्तन करिना बाप्तिस्म नबा पड़े आस कोन हो से माने भाबुथिले आमे ठीक ठाक छु कहीं ना कहीं आमे माने मध्य भाबुछु आमे ठीक ठाक अछु बोले आज समय अछि ग्रोथ करलु ना नाही लाइफ रे पढ़िलु कि नाही
ପରିତ୍ରାଣରେ ବଢିବା ଦରକାର। ଗୁଡ଼ାଏ କଥା ଅଛି, 2-3ଟି କଥା ରଖିଲେ କୃଷ୍ଣଙ୍କ ଜ୍ଞାନରେ ବଢୁ, ପରମେଶ୍ୱରଙ୍କ ଜ୍ଞାନରେ ବଢୁ, ପରିତ୍ରାଣରେ ବଢୁ। ଏଇସବୁ ବିଷୟ 2ଟି କାରଣ ଦ୍ୱାରା ହେଇପାରିବ। ନମ୍ବର 1 ପ୍ରେମ ଆସିଲେ ହେବ, ନମ୍ବର 2 ଈଶ୍ୱରଙ୍କ ବାକ୍ୟ ଆସିଲେ ହେବ। We just don't have time for God's word. ଆଜ୍ଞା ବାଇବଲ ପଢିଲ ବାବା ଆପଣ ଜାଣନ୍ତି ବା ଏତେ ବ୍ୟସ୍ତତାରେ କୁଆଡ଼େ ସମୟ ପାଇବେ କି? ହଁ କି ବଡ଼ ନାହିଁ ବଢ଼ିବ ସମୟ ନାହିଁ। ଗୋଟେ ଭଲ ପଢ଼ନ୍ତୁ ସାରିବା 119 ଶୀଘ୍ର ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ ତାହା ଦିନ ଯାକ ଲେଖା ହେଇଛି ସେମିତି ଭୁଲ ପଢୁଥିବେ। କାଇଁ ବାବୁ ପଢିଲ ତମେ ଟିକେ କେମିତି ପଢୁଛ ଜଲ୍ଦି ପଢ। ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ ତାହା ଦିନ ଯାକ ମୋହର ଧ୍ୟାନ। ବର୍ଷକୁ ଥରେ ଭରା ଧ୍ୟାନ ଦିନ ଯାକ ଲେଖା ଅଛି। ମୁଁ ତୁମ ବ୍ୟବସ୍ଥାକୁ ଏତେ ଭଲ ପାଏ ଯେ ପରବର୍ତ୍ତୀ ଲାଇନଟା କୁହନ୍ତୁ, ଅନୁଭୂତିରୁ ଟିକେ କହିଦିଅନ୍ତୁ। ଦିନ ଯାକ କିଏ ସେ ବ୍ୟକ୍ତି କହୁଛନ୍ତି? କଣ ଥିଲେ ସେ? କଣ ତାଙ୍କର ପ୍ରଫେସନ? ସେ କଣ ଆମମାନଙ୍କ ଭଳି ସାଧାରଣ ଲୋକ ଥିଲେ କି? ମହାରାଜ କି କଥା ଚାପୁଡ଼ା ମାରିଲେ ମତେ ଭଲ ଲାଗିବନି ନିଜକୁ, ଆପଣଙ୍କୁ କହୁନାହିଁ ନିଜ କଥା କହୁଛି। ମହାରାଜ ଥିଲେ, ଦିନ ଯାକ ବାକ୍ୟ ଧ୍ୟାନ କିପରି ସମ୍ଭବ? ଆଉ ଆମେ ରାଜା ନାହିଁ, ଗଜା ନାହିଁ, ଖଜା ନାହିଁ, ମଜା ନାହିଁ, କିଛି ନାହିଁ, ଆଉ ବାକ୍ୟ ମଧ୍ୟ ନାହିଁ। ଆଉ ଆମକୁ ପରିତ୍ରାଣରେ ଆମେ ବଢିଯିବୁ, ଆଉ ଆମେ ସ୍ୱର୍ଗ ରାଜ୍ୟରେ ପଳେଇବୁ ସ୍ୱର୍ଗ ରାଜ୍ୟ। ପ୍ରଭୁଙ୍କ ଲୋକମାନେ ଉପବାସ ସମୁଦ୍ରରେ କହିବେ ଚିନ୍ତା କରୁଥିଲି, କିନ୍ତୁ ସମୟ ସାପେକ୍ଷ ହେଲାନି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନଙ୍କ ସମ୍ମୁଖରେ ରଖିଲି। କ୍ରୋଧ ନିହାତି ଦରକାର। କେବଳ ପର୍ବ ପାଳନର ସମୟରେ କ୍ରୋଧ ହେଲେ ଚଳିବ ନାହିଁ। ଗତ ବର୍ଷ ମଧ୍ୟ ପାଳନ କରୁଥିଲୁ 99, ଆଜି ପାଳନ କଲୁ 100, ଆସନ୍ତାକାଲି ପାଳନ କରିବା 101। ଆଉ ଆମେ କେତେରେ ଅଛୁ? ବଢିଲୁ নীতি ମନେ ରଖନ୍ତୁ, ବାଙ୍ଗର ହେଲେ ହେବ ନାହିଁ। ହାଇଟ୍ ହେବା ଯୀଶୁଙ୍କ ପରି ସର୍ବ ବିଷୟରେ, ନମ୍ରତା ଯୀଶୁଙ୍କ ପରି ହେବା ଦରକାର, ପବିତ୍ରତା ଯୀଶୁଙ୍କ ପରି ହେବା ଦରକାର, ବାକ୍ୟ ପାଳନ ଯୀଶୁଙ୍କ ପରି ହେବା ଦରକାର, ଆଜ୍ଞାବଦ୍ଧତା ଯୀଶୁଙ୍କ ପରି ହେବା ଦରକାର। ସବୁ ବିଷୟରେ ଯୀଶୁଙ୍କ ପରି ଯଦି ହେବ ନାହିଁ, ଆମ ଜୀବନରେ କ୍ରୋଧ ଆସି ନାହିଁ ବୋଲି ଜାଣନ୍ତୁ। ଆଉ କ୍ରୋଧ ନାହିଁ, ବଡ଼ କ୍ଷତିରେ ଆମେ ପଡ଼ିଯିବା, ବହୁତ ବଡ଼ କ୍ଷତି ହେବ। ପ୍ରମୁଖ ଲୋକମାନେ ଗୋଟେ ପ୍ରଶ୍ନ ରଖିକି ସାରିବେ, ଆପଣଙ୍କର ପୁଅ ଅଥବା ଝିଅ ଜନ୍ମ ହେଲା ଉତ୍ତାରେ ବର୍ଷେ, 1.5 ବର୍ଷ, 2 ବର୍ଷ ପର୍ଯ୍ୟନ୍ତ ବଢିଲେ, 2 ଫୁଟ ହେଲା ପରେ ଆଉ ବଢି ପାରୁନାହାନ୍ତି। ବୟସ ହେଇଯାଇଛି ତାଙ୍କର 25, 30, 50, 100, ହାଇଟ୍ ମାତ୍ର 2 ବର୍ଷ। ଆପଣ ତାଙ୍କର ମା ଆଉ ବାପା ଭାବରେ ଆପଣଙ୍କ ହୃଦୟକୁ କେମିତି ଲାଗୁଥିବ? ଆଜି ଏକ୍ସାକ୍ଟଲି ଆମ ସ୍ୱର୍ଗସ୍ଥ ପିତା ଅନେକଙ୍କର ଜୀବନକୁ ଦେଖି ତାହା ଫିଲ୍ କରୁଛନ୍ତି। ଆସନ୍ତୁ ଚକ୍ଷୁ ବନ୍ଦ କରିବା। ହାଲେଲୁୟା। ଦୁଇଟି ବିଷୟ ମନେ ରଖନ୍ତୁ, ଜୀବନରେ ଗ୍ରୋଥ ଆପଣ ପାଇପାରିବେ। ବାକ୍ୟ ନିତ୍ୟ ଧ୍ୟାନ କରନ୍ତୁ। ଖାଦ୍ୟ ଯଦି ଯିବ, ଶରୀର ବଢିବ। ପ୍ରେମ, ଈଶ୍ୱରଙ୍କ ପ୍ରେମ
ଖୁସିର ପ୍ରେମକୁ ମେଡିଟେଟ୍ କରନ୍ତୁ। ପ୍ରେମ ଯଦି ଆସିବ ଆପଣ ସମୟ ବାହାର କରିବେ, ତାଙ୍କ ନିକଟବର୍ତ୍ତୀ ଅଧିକରୁ ଅଧିକ ହେବାକୁ ଲାଗିବେ, ତାଙ୍କର ସ୍ୱଭାବ ଆପଣଙ୍କ ଠାରେ ଇମ୍ପାକ୍ଟ ହେବାକୁ ଲାଗିବ, ସମସ୍ତ ପାପରୁ ଆପଣ ଦୂରେଇବାକୁ ଲାଗିବେ। ଯେହେତୁ ଆପଣ ଯାହାକୁ ପ୍ରେମ କରୁଛନ୍ତି ଆପଣ ତାଙ୍କୁ କେବେ ଦୁଃଖ ଦେଇପାରିବେ ନାହିଁ। ଅର୍ଥାତ୍ ଯେହେତୁ ଆପଣ ଈଶ୍ୱରଙ୍କୁ ପ୍ରେମ କରିବେ ଆଉ ପରମେଶ୍ୱର ପାପ କଲେ ଦୁଃଖୀ ହୁଅନ୍ତି, ଆପଣ ତାଙ୍କୁ ଦୁଃଖ ଦେବେ ନାହିଁ, ଅର୍ଥାତ୍ ପାପ କରିପାରିବେ ନାହିଁ। ତେଣୁ ପ୍ରେମ ପରମେଶ୍ୱରଙ୍କୁ କରିବା ନିମନ୍ତେ ପବିତ୍ର ଆତ୍ମାଙ୍କର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ। ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମକୁ ଢାଳନ୍ତି, ପରିବ୍ୟାପ୍ତ କରନ୍ତି। ମନେ ରଖନ୍ତୁ, ପୃଥିବୀ ପୃଷ୍ଠରେ ଯଦି କେହି ସତ୍ୟ ପ୍ରେମିକ ଅଛନ୍ତି, ଯାହାଙ୍କ ପ୍ରେମରେ ସ୍ୱାର୍ଥ ନାହିଁ, ଯାହାଙ୍କ ପ୍ରେମ ନିଜ ପାଇଁ କିଛି ଖୋଜି ନାହିଁ, ଖୋଜିବ ନାହିଁ, ଯାହାଙ୍କ ପ୍ରେମ ଅଭୁଲା ପ୍ରେମ, ଯାହାଙ୍କ ପ୍ରେମ ନିଃସ୍ୱାର୍ଥପର ପ୍ରେମ, ଯାହାଙ୍କ ପ୍ରେମରେ ଥରେ ଯଦି କେହି ପଡ଼ିଯିବ, ଓହୋ ସେ ସେଠରୁ ଆଉ ଫିଟି ପାରିବ ନାହିଁ। ପ୍ରମୁଖ ଲୋକମାନେ ଆପଣ ସମସ୍ତଙ୍କୁ ପ୍ରେମ କଲେ, ଶରୀରକୁ, ଟଙ୍କାକୁ, ଜଗତର ମନୁଷ୍ୟମାନଙ୍କୁ। ସତ୍ୟ ପ୍ରେମକୁ ଆଜି ଆପଣଙ୍କ ଅପେକ୍ଷାରେ ଜାଣନ୍ତି, ସେ ପ୍ରେମିକଙ୍କ ଠାରେ କେବଳ ପ୍ରେମ ହିଁ ନାହିଁ, ଯେହେତୁ ସେ ସତ୍ୟ, ତାଙ୍କ ପ୍ରେମ ସତ୍ୟ, ସତ୍ୟ ଶାନ୍ତି ତାଙ୍କଠାରେ, ସତ୍ୟ ଆନନ୍ଦ ତାଙ୍କଠାରେ, ସତ୍ୟ ସୁଖ ତାଙ୍କଠାରେ, ସତ୍ୟ ବିଶ୍ରାମ ତାଙ୍କଠାରେ। ଆଜି ସେ ପୁଣି ଥରେ ଦୟା ବହି ଆପଣଙ୍କୁ ଆହ୍ୱାନ କରୁଛନ୍ତି, ମୋ ପୁଅ, ମୋ ଝିଅ, ତୁ ଯଦି ଫେରିବୁ, ମୋର ରକ୍ତ ତୋ ପାଇଁ ଅଛି, ମୁଁ ତତେ ଧରିବି, ପରିଷ୍କାର କରିବି, ଏଥିପାଇଁ ଯେ ମୁଁ ତୋତେ ପ୍ରେମ କରୁଛି। କିଏ ଆଜ୍ଞା ଆପଣଙ୍କୁ ଏପରି ପ୍ରେମ କରିବା? ଆମମାନଙ୍କ ଜୀବନ କଣ ତାଙ୍କ ପ୍ରେମ ପାଇବା ପାଇଁ ଯୋଗ୍ୟ? ଟିକେ 2-4 ମିନିଟ୍ ସମୟ ବିତାଇବା, ଦୃଢ଼ ନିଷ୍ପତ୍ତି ନେବା ତାଙ୍କ ପ୍ରେମକୁ ବୁଝିବା ପାଇଁ ଆଉ ପ୍ରେମ କରିବା ପାଇଁ। କିପରି ଭୁଲିବେ ତୋତେ କିଣିଛନ୍ତି ତାଙ୍କ ରକ୍ତେ, କିପରି ଭୁଲିବେ ତୋତେ କିଣିଛନ୍ତି ତାଙ୍କ ରକ୍ତେ, କାହିଁକି ଭାବୁଛୁ ଏକାକୀ ତୁ ଛାଡ଼ି ନାହାନ୍ତି ସେ ତୋତେ, କାହିଁକି ଭାବୁଛୁ ଏକାକୀ ତୁ ଛାଡ଼ି ନାହାନ୍ତି ସେ ତୋତେ। কান্দে না
ସବୁ ଖୋଜିଲେ ସବୁ ଲୋଡ଼ିଲେ ସତ୍ୟ ପ୍ରେମ ପାଇପାରିନାହାନ୍ତି। ସତ୍ୟ ପ୍ରେମକୁ ଆଜି ଆପଣଙ୍କୁ ପାଇବା ପାଇଁ ଚାହାନ୍ତି। ଅନନ୍ତକାଳୀନ ପ୍ରେମରେ ମୁଁ ତୋତେ ପ୍ରେମ କରୁଥିବାରୁ ଆଜି ଗୋଟିଏ ସୁଯୋଗ ଦିଏ, ଫେରି ଆସେ, ତୋର ସମସ୍ତ ଭାର ବୋଝ ମୁଁ ବହନ କରିବି। ଆପଣଙ୍କ ପାଇଁ ପରମେଶ୍ୱରଙ୍କର ଏହି ବାଣୀ। କାନ୍ଦେନା ସବୁ ଚିନ୍ତାର ଭାର ତାଙ୍କ ହାତରେ ଦିଅନ୍ତୁ, ସମ୍ପୂର୍ଣ୍ଣ ପାପକୁ ଫେରନ୍ତୁ, ତାଙ୍କ ପ୍ରେମକୁ ବୁଝନ୍ତୁ, ଧନ୍ୟ ଜୀବନକୁ ଆପଣାର କରନ୍ତୁ। ସ୍ୱର୍ଗୀୟ ପିତା, ତୁମକୁ ଧନ୍ୟବାଦ ଦେଉଛି। ଆମେ ସର୍ବ କ୍ଷେତ୍ରରେ ଗ୍ରୋଥକୁ ଦେଖୁଛୁ ପ୍ରଭୁ, କିନ୍ତୁ ମୂଳ ବିଷୟ ଅର୍ଥାତ୍ ଆତ୍ମିକ ଶରୀରର ଗ୍ରୋଥ ଯେ ଅନିବାର୍ଯ୍ୟ ଅଟେ ପ୍ରଭୁ, ଆମେ କାହିଁ ନା କାହିଁ ଏହି ବିଷୟକୁ ଅବହେଳା କରିଛୁ। ପିତା, ସାହାଯ୍ୟ କର ପ୍ରଭୁ, ପ୍ରିୟ ମା ମାନଙ୍କୁ, ପ୍ରିୟ ବାପା ମାନଙ୍କୁ, ମଣ୍ଡଳୀର ପ୍ରତ୍ୟେକଙ୍କୁ ବଢ଼ିବା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ବୁଝିବା ପାଇଁ ଦିଅ, ଆଉ ବଢ଼ିବା ନିମନ୍ତେ ପ୍ରେମ ଢାଳି ଦିଅ ପ୍ରଭୁ। ବାକ୍ୟରେ ସମୟ ବିନିଯୋଗ କରିବା ପାଇଁ ପ୍ରବଳ ଇଚ୍ଛା ଜାତ କରାଅ। ଏମାନଙ୍କ ଆତ୍ମା ବିନଷ୍ଟ ନ ହେଉ, ଦୟାକର। କଥା କହିଲା ବୋଲେ ଧନ୍ୟବାଦ ଦେଇ ସବୁ ମହିମା ଗୌରବ ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ।